ଦେଖନ୍ତୁ 6 ଦିନ ପର୍ଯ୍ୟନ୍ତ ତାପମାତ୍ରା ବହୁତ ବଢ଼ିବ। ତେଣୁ ସତର୍କ ସୂଚନା ପାଣିପାଗ ବିଭାଗ ତରଫରୁ 3 ଦିନ ତଳୁ ଦିଆହେଇଛି। ତାର ପୂର୍ବରୁ ମଧ୍ୟ ଆମେ SOP ଜାରି କରିଥିଲୁ ଯେ 11ଟା ପରେ କେହି ଘରୁ ବାହାରନ୍ତୁ ନାହିଁ। କୌଣସି ସରକାରୀ କିମ୍ବା ବେସରକାରୀ ସଂସ୍ଥା ସବୁ ଶ୍ରମିକମାନଙ୍କୁ 11 ବଜେ ଠାରୁ ଆରମ୍ଭ କରି 3ଟା ପର୍ଯ୍ୟନ୍ତ କାମରେ ଲଗାନ୍ତୁ ନାହିଁ ଏବଂ ସମସ୍ତେ ଟିକେ ସତର୍କ ହୁଅନ୍ତୁ। ସେଥିରେ ଯେଉଁମାନେ ମୃତ୍ୟୁବରଣ କରୁଛନ୍ତି ଏବଂ ଅଂଶୁଘାତ ଜନିତ ମୃତ୍ୟୁ ବୋଲିକି ସନ୍ଦେହ କରାହେଉଛି, ସେମାନଙ୍କର ମୃତ୍ୟୁ ପରେ ପୋଷ୍ଟମର୍ଟମ ହେଇଥାଏ ଏବଂ ଡାକ୍ତର ମୃତ୍ୟୁର କାରଣ ଉଲ୍ଲେଖ କରିଥାନ୍ତି। ଯେଉଁମାନଙ୍କର ଅଂଶୁଘାତ ଯୋଗୁଁ ମୃତ୍ୟୁ ହୋଇଥାଏ ସେମାନଙ୍କୁ ଆମେ ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ବିଭାଗ ତରଫରୁ ଅନୁକମ୍ପାମୂଳକ ସହଯୋଗ ରାଶି ଦେଇଥାଉ। ଇଏ ଆଜି କିଛି ସମ୍ବାଦ ମୋ ପାଖରେ ପହଞ୍ଚିଛି, ତାକୁ ତୁରନ୍ତ ତଦନ୍ତ କରିବା ପାଇଁ ସମ୍ପୃକ୍ତ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ମୁଁ ନିର୍ଦ୍ଦେଶ ଦେଇଛି। ସେମାନେ ପ୍ରାଥମିକ ତଦନ୍ତ କରିବେ ଏବଂ ଯଥାଶୀଘ୍ର ମୃତ ଶରୀରର ପୋଷ୍ଟମର୍ଟମ କରିକରି ମୃତ୍ୟୁର କାରଣ ସହିତ ରାଜସ୍ୱ ବିଭାଗକୁ ପଠାଇବେ। ଆମେ ଆଜିକାଲି ରାଜସ୍ୱ ବିଭାଗରେ 24 ଘଣ୍ଟା ମଧ୍ୟ ନେଉନାହୁଁ କୌଣସି ନିଷ୍ପତ୍ତି କରିବାରେ। ଯେଉଁ ପ୍ରସ୍ତାବ ସବୁ ଆସୁଛି ସେଟା ଧନ ଜୀବନ ହାନିର ହଉ କିମ୍ବା ଫସଲ ହାନିର ହଉ କିମ୍ବା ଘର କ୍ଷତିଗ୍ରସ୍ତ ହଉ, 24 ଘଣ୍ଟା ଭିତରେ ଆମେ କ୍ଷତିପୂରଣ ରାଶି ସମ୍ପୃକ୍ତ ପରିବାର ପାଖକୁ ପଠାଇ ଦେଉଛୁ। ଏ ବାବଦରେ ତୁରନ୍ତ ସନ୍ଧ୍ୟା ସୁଦ୍ଧା ପ୍ରାଥମିକ ତଦନ୍ତ ରିପୋର୍ଟ ମୋ ପାଖକୁ ପଠାଇବା ପାଇଁ ମୁଁ ସମ୍ପୃକ୍ତ ଜିଲ୍ଲାପାଳମାନଙ୍କୁ ଏବଂ ରାଜସ୍ୱ ବିଭାଗକୁ ନିର୍ଦ୍ଦେଶ ଦେଇ ସାରିଛି।